ଜଗନ୍ନାଥ ହର ହର ଶମ୍ଭୁ। ଆଜି ଆମେ ଜାଣିବା କାଳିୟ ଦଳନ ଏକାଦଶୀର କଥା, କାହିଁକି ପାଳନ ହୁଏ ଓ ଏହାର ମାହାତ୍ମ୍ୟ କ'ଣ, କ'ଣ ପାଇଁ ପାଳନ ହୁଏ ଆଉ ଶ୍ରୀମନ୍ଦିରରେ କିପରି ଉତ୍ସବ ତିଥି ପାଳନ ହୁଏ। ଆମେ ଜାଣିଛେ ତ ଭାଦ୍ରବ କୃଷ୍ଣ ଏକାଦଶୀକୁ କାଳିୟ ଦଳନ ଏକାଦଶୀ ବା ଅଜା ଏକାଦଶୀ କୁହାଯାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ କାଳିୟ ଦଳନ ବେଶରେ ସଜ୍ଜିତ କରାଯାଇଥାଏ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ସମସ୍ତ ପାପ ନାଶ ହୋଇଯାଏ। ଯେଉଁ ବ୍ୟକ୍ତି ଏହି ଦିନ ଭଗବାନ ଋଷିକେଶଙ୍କୁ ପୂଜା କରେ ବୈକୁଣ୍ଠ ପ୍ରାପ୍ତି ଅବଶ୍ୟ କରିବ ବୋଲି ମଧୁସୂଦନ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ଏକାଦଶୀର ମାହାତ୍ମ୍ୟ ହେଉଛି, ପ୍ରାଚୀନ କାଳରେ ରାଜା ହରିଶ୍ଚନ୍ଦ୍ର ତଥା ଚକ୍ରବର୍ତ୍ତୀ ରାଜା ଶାସନ କରୁଥିଲେ। ସେ ବିଶ୍ୱାମିତ୍ରଙ୍କୁ ନିଜର ସମ୍ପତ୍ତି ରାଜ୍ୟ ଦାନ କରିବା ପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ। ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ, କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହୋଇନଥିଲେ। କ'ଣ କରିବେ, କୁଆଡ଼େ ଯିବେ ଏବଂ କିପରି ଉଦ୍ଧାର ହେବେ ଇତ୍ୟାଦି ଚିନ୍ତାରେ ସମୁଦ୍ରରେ ସର୍ବଦା ଘରି ହୋଇ ରହୁଥିଲେ। ଏମିତି କେତେ ବର୍ଷ ଗଲା। ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ବେଦନା ଜଣାଇଲେ। ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବା ପାଇଁ କହିଲେ। ଭାଦ୍ରପଦ କୃଷ୍ଣ ପକ୍ଷର ବିଧିବିଧ ଭାବେ ଏହି ବ୍ରତ କଲେ ତୁମର ସମସ୍ତ ପାପ ନଷ୍ଟ ହୋଇଯିବ। ଏତିକି କହି ଗୌତମ ଋଷି ଅନ୍ତର୍ଧ୍ୟାନ ହୋଇଗଲେ। ଋଷିଙ୍କ କହିବା ଅନୁସାରେ ରାଜା ବ୍ରତ ପାଳନ କଲେ। ବ୍ରତ କରିବା ଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା। ନିଜ ପୁତ୍ର ଓ ପତ୍ନୀ ସହିତ ସମସ୍ତ ଧନ ସେ ଫେରି ପାଇଲେ। ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ। ଏହାର ଅନ୍ୟ ନାମ ହେଉଛି ଅନ୍ନଦା ଏକାଦଶୀ ବା ଅଜା ଏକାଦଶୀ। ଏଥିରେ ଆମେ ଧାର୍ମିକ କାମ କରିପାରିବା, ଅନ୍ନଦାନ କରିପାରିବା। ଏହି ଦିନ ଅନ୍ନଦାନ ମାନେ ଭୋକିଲାକୁ ଆମେ ଯେତିକି ଚାହିଁବା ଆମେ ପୁଣ୍ୟ କରିପାରିବା। ତାପରେ ଏହି କାଳିୟ ଦଳନ ବେଶ ଆମେ କାହିଁକି ହୁଏ? ଏହି ଦିନ ଶ୍ରୀମନ୍ଦିର ସିଂହାସନ ଉପରେ କାଳିୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳିୟ ଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଥାଏ। ମହାପ୍ରଭୁ ଯମୁନା ଜଳରେ କୃଷ୍ଣ ରୂପରେ କାଳିୟ ସର୍ପକୁ ମାରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ। ଏହି ଦିନ ମହାପ୍ରଭୁଙ୍କ ବିଜେ ପ୍ରତିମା ମଦନ ମୋହନ ଓ ରାମକୃଷ୍ଣ ମାର୍କଣ୍ଡ ପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳିୟ ଦଳନ କରନ୍ତି। ରତ୍ନ ସିଂହାସନରେ ବେଶ ଉପରେ ଉପଚାର ଆରମ୍ଭ ହେବା ପୂର୍ବରୁ ଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ଲବଣଖିଆ ଛକ ଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଇଥାଏ। ସରୋବରସ୍ଥ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କ ଦ୍ୱାରା କାଷ୍ଠ ନିର୍ମିତ ଏକ କାଳିୟ ଦଳନକୁ ସଜ୍ଜିତ କରି ରଖାଯାଏ। ସେହି କାଳିୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣ ବେଶରେ, ଅନ୍ୟ ଜଣେ ଗୁଡ଼ିଆ ଜାତିର ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇଥାନ୍ତି। ଭାଗବତ ବର୍ଣ୍ଣିତ କାଳିୟ ଦଳନର ମଧ୍ୟକାଳେ କାଳିୟ ଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରନ୍ତି। ଗରୁଡ଼ ବେଶରେ ଥିବା ବ୍ୟକ୍ତି ଜଣକ ଆବିର୍ଭାବ ହୋଇ ଶ୍ରୀକୃଷ୍ଣଙ୍କୁ କାଳିୟର ବନ୍ଧନରୁ ମୁକ୍ତ କରିବା ସହ ବିଷମୁକ୍ତ ହେବା ନିମନ୍ତେ ତାଙ୍କ ପାଟିରେ ଅମୃତ ଲଡ଼ୁ ଦେଇଥାନ୍ତି। ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥଙ୍କୁ 7ଗୋଟି ଫଣା ଥିବା ଗୋଟିଏ କଳାନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥାଏ। କାଳିୟ ନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜୀମାନଙ୍କ ସହାୟତାରେ ନିର୍ମାଣ କରିଥାନ୍ତି। ଏହି ବେଶ ପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଉଥିବା ବେଳେ ସୁଭଦ୍ରାଙ୍କ ବିଗ୍ରହରେ ବିଶେଷ କିଛି ପରିବର୍ତ୍ତନ ହୁଏ ନାହିଁ। ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥାନ୍ତି ଓ ତାଙ୍କ ସମ୍ମୁଖରେ ଥାଏ କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ। ଶ୍ରୀ ଜଗନ୍ନାଥଙ୍କ ପାଦ କାଳିୟର ମସ୍ତକ ଉପରେ ଥିବାବେଳେ ବାମ ହାତରେ କାଳିୟର ଲାଞ୍ଜ ଓ ଶଳ ନିର୍ମିତ ସିଂହ ଧରିଥାନ୍ତି। ଅନ୍ୟ ହାତରେ ଶଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥାନ୍ତି। କାଳିୟ ମର୍ଦ୍ଦନ କରୁଥିବା ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥାଏ। କାଳିୟ ଦଳନ ବେଶରେ ପୂର୍ବଦିନ ଅର୍ଥାତ୍ ଦଶମୀ ତିଥିରେ ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ହୋଇଥାଏ। ଚାଲନ୍ତୁ ଏବେ ଜାଣିବା କାଳିୟ ଦଳନ ଏକାଦଶୀ କାହିଁକି ପାଳନ ହୁଏ। ହିଁ କେବଳ ଏହି ଏକାଦଶୀକୁ କାଳିୟ ଦଳନ ଏକାଦଶୀ ବୋଲି କୁହାଯାଏ। ଭାରତର ଅନ୍ୟ ସ୍ଥାନମାନଙ୍କରେ ଏହି ଏକାଦଶୀକୁ ଅନ୍ନଦା ଏକାଦଶୀ ବା ଅଜୟ ଏକାଦଶୀ ରୂପେ ପାଳନ କରାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଯମୁନା ନଦୀରେ କାଳିୟ ନାଗକୁ ଦମନ କରିଥିଲେ। ଧର୍ମଗ୍ରନ୍ଥ ଅନୁଯାୟୀ ଗରୁଡ଼ଙ୍କ ଭୟରେ କାଳିୟ ନାଗ ଯମୁନା ନଦୀରେ
ଆଶ୍ରୟ ନେଇଥିଲେ। ସେମାନେ ଯମୁନା ନଦୀର ଜଳକୁ ନିଜର ବିଷ ଜ୍ୱାଳ ଦ୍ୱାରା ବିଷାକ୍ତ କରିଦେଇଥିଲେ। ସେମାନଙ୍କ ପ୍ରଭାବରେ ଯମୁନା ନଦୀ ମଧ୍ୟକୁ କେହି ପ୍ରବେଶ କରିପାରୁନଥିଲେ। ଥରେ କୌଣସି କାରଣବଶତଃ ପ୍ରଭୁ ଶ୍ରୀକୃଷ୍ଣ ଯମୁନା ନଦୀ ମଧ୍ୟକୁ ଯାଇଥିଲେ ଏବଂ ସମୟରେ କାଳିୟ ନାଗ କୃଷ୍ଣଙ୍କୁ ପାଣି ମଧ୍ୟକୁ ଟାଣି ନେଇଥିଲେ। କାଳିୟ ନାଗକୁ ଦମନ କରିବା ପାଇଁ ଶ୍ରୀକୃଷ୍ଣ ସେମାନଙ୍କ ମସ୍ତିଷ୍କ ଉପରେ ନୃତ୍ୟ ଆରମ୍ଭ କରିଦେଇଥିଲେ। ନାଗ ପତ୍ନୀମାନଙ୍କ ଅନୁରୋଧ କ୍ରମେ ପ୍ରଭୁ ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରିଦେଇଥିଲେ। କାଳିୟ ନାଗମାନେ ସେହି ଦିନ ଯମୁନା ନଦୀ ପରିତ୍ୟାଗ କରିଥିଲେ। ଏହି ଦିନଟି ପୁରାଣରେ କାଳିୟ ଦଳନ ଏକାଦଶୀ ନାମରେ ଉଲ୍ଲେଖ ହୋଇ ରହିଛି। ତେଣୁ ଆମେ ଏହି ଦିନର ନାମକରଣ କାଳିୟ ଦଳନ ଏକାଦଶୀ ବୋଲି ଅଛି। ଯାହା ଆପଣଙ୍କୁ ଏହି ଯଦି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ।